ବାମପନ୍ଥୀ ଦଳମାନଙ୍କର ପାଖାପାଖି 10ଟି ଶ୍ରମିକ ସଂଗଠନ ମାନେ ଶ୍ରମିକ ବିରୋଧୀ 4 ଶ୍ରମ କୋଡ୍ ବାତିଲ କରିବା, ସ୍କିମ୍, ଠିକା, ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା, ମଣ୍ଡି ଅବ୍ୟବସ୍ଥା ଦୂର କରିବା, ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, ଇପିଏଫ୍ ପାଇଁ ସର୍ବନିମ୍ନ ମାସିକ ପେନ୍ସନ୍ ବୃଦ୍ଧି ଆଦି ଦାବିକୁ ନେଇ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଆଇୟୁଟିସିର କଳାହାଣ୍ଡି ଜିଲ୍ଲା ସଭାପତି ସଞ୍ଜୟ ସୁନାନୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଗଲା। କଳାହାଣ୍ଡି ଜିଲ୍ଲାପାଳ ଅଫିସ ନିକଟରେ ସମସ୍ତ ସଂଗଠନ ମାନେ ଏକତ୍ରିତ ହୋଇ ସହର ପରିକ୍ରମା କରି ଗାନ୍ଧୀ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସେହି ସମୟରେ ପିକେଟିଂ କରି ସହରରେ ଥିବା ଅଫିସ ଏବଂ ବ୍ୟାଙ୍କମାନଙ୍କୁ ବନ୍ଦ କରିଥିଲେ। ଭବାନୀପାଟଣା ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଆଂଶିକ ଭାବରେ ଦୋକାନ ବଜାର ଓ ଗାଡ଼ି ମୋଟର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ସମୟରେ ସିପିଆଇର ଦାମୋଦର ବେହେରା, ସିପିଏମ୍ର ନବ ପଟ୍ଟନାୟକ, ଏସ୍ଏସ୍ଜି ଇସି ମେମ୍ବର ଝିଲି ବାଗ, ଟୁନି ନାୟକ ଓ ସରିତା ବାଗ, ପାଚିକା ସଂଘର ଦେବକୀ ସବର, ଯଶବନ୍ତ ବେମାଲ, ନିର୍ମାଣ ଶ୍ରମିକ ସଂଘର ମାଧବ ସାହୁ, ଜୀବନ ଜ୍ୟୋତି ବାଗ, ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନର ସରେଶ ସଂଗ୍ରାମ ଓ ଲକ୍ଷ୍ମୀନାରାୟଣ ପଣ୍ଡା, ଲିଙ୍ଗରାଜ ପ୍ରଧାନ, ଏଇଏସ୍ଏଫ୍ର ରାଜାରାମ ଜଙ୍ଗରି ଓ ଡୁଲେଶ୍ୱର ଖମାରେ, କଂଗ୍ରେସର ସରୋଜ ବାଗ, ସନ୍ତୋଷ ପ୍ରଧାନ, ମନ୍ଦାକିନୀ ବାଣୁଆ, ଉତ୍କଳ ମହିଳା ସମିତିର ରୀତିମତୀ ଛତ୍ରୀ ଓ ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲିଙ୍କନ ବାଗ ପ୍ରମୁଖଙ୍କ ସହିତ 200ରୁ ଅଧିକ ପାଚିକା ଆଶା ଶ୍ରମିକମାନେ ସାମିଲ ହୋଇ ବନ୍ଦକୁ ସଫଳ କରିଥିଲେ। କଳାହାଣ୍ଡିରୁ ରଜନୀକାନ୍ତ ମିଶ୍ରଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।